प्रभु जीशु ख्रीष्टଙ୍କ ଅତି ବହୁମୂଲ୍ୟ ନାମରେ ସମ୍ପର୍କ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ନୂଆ ସକାଳ ଆଶାର ଆଜିର ଅଧ୍ୟାୟରେ ମୁଁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟ ଆଲୋଚନା କରିବା, ଆଲୋଚ୍ୟ ପ୍ରସଙ୍ଗ ହେଉଛି ଆପଣ ଉନ୍ନତ ହେବେ। ଆପଣ ଉନ୍ନତ ହେବେ। ମୋର ପ୍ରିୟ ଭାଇ ଭଉଣୀମାନେ, ଭାବନ୍ତୁ ନାହିଁ ଯେ ଆପଣ ସବୁବେଳେ ଏମିତି ଏକା ରହିବେ। ଆପଣ ଭାବନ୍ତୁ ନାହିଁ ଏମିତି ତଳିତଳାନ୍ତ ଅବସ୍ଥାରେ ରହିବେ, ଉପେକ୍ଷିତ ଅବସ୍ଥାରେ ରହିବେ। ଆପଣ ଲୋକଲୋଚନକୁ ଆସିବେ ନାହିଁ। ଲୋକମାନେ ଆପଣ କେମିତି ଦୁର୍ନାମ କରୁଥିବେ। ଆପଣ ଭାବନ୍ତୁ ନା ଏମିତି ଏକା ରହିବ ବୋଲି। କ'ଣ କରିବେ? ସେ ଉନ୍ନତ କରିବେ ଆଉ ଆପଣ ଉନ୍ନତ ହେବେ। ପ୍ରଥମ ପିତର 5:6 ଲେଖାଯାଏ, ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣ ଆପଣାକୁ ନତ କର, ଯେପରି ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ଏଠି କ'ଣ ଲେଖାଯାଉଛି? ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣ ଆପଣାକୁ ନତ କର। ଆପଣ ଯେତେବେଳେ ପ୍ରଭୁଙ୍କର ହସ୍ତ ତଳେ ନତ ହେବେ, ପ୍ରଭୁ କ'ଣ କରିବେ? ଯଥା ସମୟରେ ଆପଣଙ୍କୁ ଉନ୍ନତ କରିବେ। ଆପଣଙ୍କ ସମୟରେ ନୁହେଁ, ସ୍ୱ ସମୟରେ, ପ୍ରଭୁଙ୍କର ନିଜସ୍ୱ ସମୟରେ ଆପଣ ଉନ୍ନତ ହେବେ। କ'ଣ ଲେଖାଯାଉଛି? ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣ ଆପଣାକୁ ନତ କର, ଯେପରି ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ଯଥା ସମୟରେ ଉନ୍ନତ କରିବେ। ତେଣୁ ଆପଣ ମନେ ରଖିଥାନ୍ତୁ, ଆପଣ ଉନ୍ନତ ହେବେ। ପ୍ରଥମ କଥା, ପ୍ରଭୁଙ୍କର ବଳବନ୍ତ ହସ୍ତ ତଳେ ନତ ହେବା। ଆମେ ଲିଡର ମାନଙ୍କ ତଳେ ନତ ହେବା ପାଇଁ ଚାହୁଁଛୁ, ଅଫିସର ମାନଙ୍କ ତଳେ ନତ ହେବା ପାଇଁ ଚାହୁଁଛୁ, ଆମର ବସ୍ ଆଣ୍ଡରେ ଆସିବା ପାଇଁ ଚାହୁଁଛୁ। ଭଲ କଥା, କିନ୍ତୁ ସେମାନେ ପ୍ରଭୁ ନୁହନ୍ତି। ସେମାନେ ଆମର ନେତା ହେଇଥିବାରୁ ଆମେ ସେମାନଙ୍କ କଥା ମାନିବା, ସେମାନଙ୍କ ଅଧୀନତା ସ୍ୱୀକାର କରିବା, କିନ୍ତୁ ପ୍ରଭୁ ବୋଲି ମାନିବା ନାହିଁ। ପ୍ରଭୁ ପରି ନୁହେଁ, ସେମାନେ ଆମର ପ୍ରଭୁ ନୁହନ୍ତି। ଆମର ସୁପିରିୟର ହେଇପାରନ୍ତି, ଆମର ବସ୍ ହେଇପାରନ୍ତି, ଆମର ଲିଡର ହେଇପାରନ୍ତି, ଆମର ପ୍ରଭୁ ନୁହନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ବାଇବଲ କ'ଣ କହୁଛି? ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳେ ଆପଣ ଆପଣଙ୍କୁ ନତ କର। ସେ କ'ଣ କରିବେ? ଯଥା ସମୟରେ ଆପଣଙ୍କୁ ଉନ୍ନତ କରିବେ। ଯଥା ସମୟରେ ଉନ୍ନତ କରିବେ। ଆପଣ ମାନେ ବିଚଳିତ ହୁଅନ୍ତୁ ନାହିଁ, ପ୍ରଭୁ ଆପଣଙ୍କୁ ଉନ୍ନତ କରିବେ। ପ୍ରଭୁ ଆପଣଙ୍କୁ ଉନ୍ନତ କରିବେ। ଉନ୍ନତ କରିବା କାମ ପ୍ରଭୁଙ୍କର ଅଟେ। ଯାକୋବ କ'ଣ ଲେଖୁଛନ୍ତି? ଯାକୋବ 4 ତାର 10 ପଦରେ, ପ୍ରଭୁଙ୍କ ଛାମରେ ଆପଣ ଆପଣାକୁ ନତ କର, ତାହେଲେ ସେ ତୁମମାନଙ୍କୁ ଉନ୍ନତ କରିବେ। କ'ଣ? ପ୍ରଭୁଙ୍କର ଛାମୁରେ। ଆମେ ଲୋକମାନଙ୍କ ସାମ୍ନାରେ ବହୁତ ନମ୍ର ହେବା ପୁରା ଦେଖାଯାଉଛି। ପ୍ରଭୁଙ୍କ ସାମ୍ନାରେ କେମିତି ଅଛି? ଲୋକମାନେ ନମ୍ର ଦେଖାଯାଆନ୍ତି। ପ୍ରଭୁଙ୍କ ଛାମୁରେ ଆପଣ ଆପଣାକୁ ନତ କର। ଆପଣ ଯେତେବେଳେ ପ୍ରଭୁଙ୍କ କତିକି ଯାଉଛନ୍ତି, ଏଟଲିଷ୍ଟ ସେଇଠି ହେଲେ ନମ୍ର ହୁଅନ୍ତୁ। ଆମେ ଏତେ ଶକ୍ତଗ୍ରୀବ ହେଇଯାଇଛୁ, ଆମେ ଏତେ ନିଜକୁ ଭାବୁଛୁ ମୁଁ କ'ଣ ଗୋଟେ ବୋଲିକି। ପ୍ରଭୁ ଜାଣୁନାହାନ୍ତି କ'ଣ? ଆମମାନଙ୍କର ଭାବଭଙ୍ଗୀ ବାହାରେ ନମ୍ର ଭଳିଆ ଥିଲେ ମଧ୍ୟ ଆମର ଅନ୍ତଃକରଣ ସେ ଜାଣନ୍ତି। ଆମର ଅନ୍ତଃକରଣ ଗର୍ବରେ ପରିପୂର୍ଣ୍ଣ ଅଟେ। ପ୍ରଭୁ ତ ଗର୍ବୀକୁ ଦୂରରୁ ଚିହ୍ନନ୍ତି। ଆମେ ଯେଉଁ ଭାବରେ ଚର୍ଚ୍ଚକୁ ଆସୁଛୁ, ସଭା ସମିତିକୁ ଆସୁଛୁ, ସେବା କାର୍ଯ୍ୟ କରୁଛୁ, ଖ୍ରୀଷ୍ଟୀୟ ନେତୃବର୍ଗ ବୋଲି କହୁଛୁ, ପ୍ରଭୁ ଜାଣିଛନ୍ତି ଆମଠାରେ ଗର୍ବ ଅଛି। ଗର୍ବ ଅଛି। ତେଣୁ ପରମେଶ୍ୱର ଆମକୁ ଯେମିତି ଉନ୍ନତ କରିବା କଥା, ଆମେ ସେଇ ରକମର ଉନ୍ନତ ହେଇପାରୁନାହୁଁ। ବାଟରେ କୋଉଠି ଯାଇ ଅଟକି ଯାଉଛୁ, ଆଉ ସେତିକିରେ ବି ବହୁତ ଗର୍ବ। ଆପଣ ଦେଖିବେ କିଛି କିଛି ଖ୍ରୀଷ୍ଟିଆନ ନେତୃବର୍ଗଙ୍କୁ, ଖ୍ରୀଷ୍ଟିଆନ ମାନଙ୍କୁ ପ୍ରଭୁ ଟିକେ ଉନ୍ନତ କରିଦେଇଛନ୍ତି। ସେମାନେ ସମାଜରେ ଆଉ ଖ୍ରୀଷ୍ଟିଆନ ବୋଲି ବି କହୁନାହାନ୍ତି। ଖ୍ରୀଷ୍ଟିଆନ ସମାଜରେ ବସିବାକୁ ଇଚ୍ଛା କରୁନାହାନ୍ତି, ଚର୍ଚ୍ଚ ବି ଆସୁନାହାନ୍ତି।
କ'ଣ ପତି ନା ସେ ଚର୍ଚ୍ଚରେ ମୋତେ ଆଉ ଯିବା ପାଇଁ ଭଲ ଲାଗୁନାହିଁ, ଏଟା ସ୍ଲମ୍ ଏରିଆ ଚର୍ଚ୍ଚ, ମୁଁ ଗଲା ଭଳିଆ ଚର୍ଚ୍ଚ ଅଛି କି? ପ୍ରିୟ ଭାଇ ଭଉଣୀ ମାନେ, ଆପଣ କୋଉ ଚର୍ଚ୍ଚକୁ ଯାଆନ୍ତୁ, ଆପଣ ତ ପ୍ରଭୁଙ୍କ ପାଖକୁ ଯାଉଛନ୍ତି, ପ୍ରଭୁଙ୍କ ଆରାଧନା କରିବା ପାଇଁ ଯାଉଛନ୍ତି। ଏବେ ଆମେ କ'ଣ କରୁଛୁ, ଲୋକମାନଙ୍କୁ, ସେମାନେ ବି ଆମର ସହନାଗରିକ ସ୍ୱର୍ଗର, ସେମାନେ ମଧ୍ୟ ଯୀଶୁଙ୍କ ରକ୍ତରେ ପରିତ୍ରାଣ ପାଇଛନ୍ତି, ଆମେ ଯେମିତି ପାଇଛୁ। ଆମେ ଯଦି ଈଶ୍ୱରଙ୍କ ସନ୍ତାନ, ସେମାନେ ବି ସେପରି ଈଶ୍ୱରଙ୍କ ସନ୍ତାନ। ଏଠି ନମ୍ରତା ରହିବା କଥା ନା ନାହିଁ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣ ଉନ୍ନତ ହେବେ, କିନ୍ତୁ ନିଜକୁ ନତ କଲେ, ନିଜକୁ ନମ୍ର କଲେ। ଆମେ ଫିଲିପିଓ 2 ପର୍ବ ଯଦି ଦେଖିବା, ତାର 8 ପଦରୁ 10 ପଦ କ'ଣ ଲେଖାଯାଉଛି? ପୁଣି ମନୁଷ୍ୟ ଭାବରେ ଦେଖାଯାଏ, ମୃତ୍ୟୁ ପର୍ଯ୍ୟନ୍ତ, ହଁ କୃଷି ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ଉତ୍କୃଷ୍ଟ ନାମ ଦେଇଅଛନ୍ତି, ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ। ଭାବି ଦେଖନ୍ତୁ ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ନମ୍ର ହେଲେ, ପ୍ରଭୁ ତାଙ୍କୁ ଅତିଶୟ ଉନ୍ନତ କରିଛନ୍ତି, ଆଉ ସର୍ବୋତ୍କୃଷ୍ଟ ନାମ ତାଙ୍କୁ ଦେଇଛନ୍ତି। ଆଉ ଲେଖାଯାଉଛି କ'ଣ? ଯେପରି ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ଛାମୁରେ ନତ ହେବ। ଭାବନ୍ତୁ ନା, ଲୋକ ଭାବୁଛନ୍ତି ସେଇ ବଢିଟା, ସେ ନାଜରିତ ଗୋଟେ ମାମୁଲି ଲୋକଟା, ଜାଣିନାହାନ୍ତି ଯୀଶୁ କିଏ। ଯୀଶୁ ଆମ ପାଇଁ ଗୋଟେ ଆଦର୍ଶ ଦେଖାଇ ଯାଇଛନ୍ତି। ଆମେ ଯଦି ଆଜି ନମ୍ର ହେବା, ଉନ୍ନତ ପ୍ରଭୁ କରିବେ। ଆପଣ ଯେତେ ନଇବେ, ପ୍ରଭୁ ସେତେ ଉଠେଇବେ। ଆମେ ଯେତେ ନମ୍ର ହେବା, ପ୍ରଭୁ ସେତେ ଆମକୁ ଉଠଉଥିବେ। ଆଜି ଯଦି ଆପଣ ଉନ୍ନତି ଚାହୁଁଛନ୍ତି, ପ୍ରମୋସନ ଚାହୁଁଛନ୍ତି, ଜୀବନରେ କିଛି ହେବା ପାଇଁ ଚାହୁଁଛନ୍ତି, ପ୍ରଭୁଙ୍କ ପାଖରେ ନତ ହୁଅନ୍ତୁ, ସେ ଯଥା ସମୟରେ ଉନ୍ନତ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା ପରମେଶ୍ୱର, ଆପଣଙ୍କ କତିକି ଆସୁଛୁ। ପ୍ରଭୁ, ଆମେ ଆମ ଜୀବନରେ ଉନ୍ନତ ହେବା ପାଇଁ ଚାହୁଁଛୁ, ସ୍ଥାପିତ ହେବା ପାଇଁ ଚାହୁଁଛୁ। ପ୍ରଭୁ, ଆମମାନଙ୍କ କର୍ମକ୍ଷେତ୍ରରେ, ଆମର ବ୍ୟବସାୟରେ, ଆମର ସେବା କାର୍ଯ୍ୟରେ ପ୍ରଭୁ ଆମେ ଉନ୍ନତ ହେବା ପାଇଁ ଚାହୁଁଛୁ। କିନ୍ତୁ ପ୍ରଭୁ, ଆମମାନଙ୍କ ଜୀବନରେ ଆପଣ ଯେତେବେଳେ ଅନେଇବା ସମୟରେ ନମ୍ରତା ଦେଖାଯାଉନାହିଁ। ମୁଁ ପ୍ରାର୍ଥନା କରୁଛି ପ୍ରଭୁ, ଆମମାନଙ୍କ ଜୀବନରେ ନମ୍ରତା ଦିଅ ପ୍ରଭୁ, ଯେପରି ଆମେ ଏହି ନମ୍ରତା ଦ୍ୱାରା ଆପଣଙ୍କର ଦତ୍ତ ଆଶୀର୍ବାଦ ପ୍ରାପ୍ତ ହେଇପାରିବୁ। ଦୟା କରନ୍ତୁ। ପ୍ରତ୍ୟେକକୁ ଆପଣଙ୍କ ହସ୍ତ ରଖିଲି ପ୍ରଭୁ। ପ୍ରଭୁ, ଆଜି ଆପଣ ଆମମାନଙ୍କୁ ଉନ୍ନତ ହେବାର ସୂତ୍ର ଜଣାଇଛନ୍ତି, ସେଥିପାଇଁ ଧନ୍ୟବାଦ ଦେଉଛି। ଆଦର ମହିମା ଆପଣଙ୍କୁ ଦେଇ ପ୍ରାର୍ଥନା ଆମର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି, ଆମିନ୍ ଆମିନ୍। ପ୍ରଭୁ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। ପ୍ରଭୁ, ଅନୁଗ୍ରହ କଲେ ନୂଆ ଅଧ୍ୟାୟରେ ଜଡ଼ିତ ହେବା। ବିଦାୟ ଦିଅନ୍ତୁ। ନମସ୍କାର।